ସର୍ବପ୍ରଥମେ ପରମେଶ୍ୱର ଜୀବିତ ପରମେଶ୍ୱର ମୁଁ ଧନ୍ୟବାଦ ଦେଉଛି ଯାହାକି ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପରମେଶ୍ୱର ବାକ୍ୟ କହିବା ପାଇଁ ଯାହାକି ସଚେତନ ଥାଅ। ଆଜି 2 ନମ୍ବର ପଏଣ୍ଟ ଅଛି ସଚେତନ ଥାଅ। ଏଫିସିଓ 6:14 କ'ଣ ଲେଖା ଅଛି ଦେଖମା ଆମେ। ଏଫିସିଓ 6:14 କ'ଣ ଲେଖା ହେଇଛି? ଅତଏବ ସତ୍ୟ ରୂପ କତି ବନ୍ଧନୀରେ କତି ବାନ୍ଧ, ଧାର୍ମିକ ଉଡ଼ସାନ ପରିଧାନ କର। ଅତଏବ ସତ୍ୟ ରୂପେ କତି ବନ୍ଧନ କତି ବାନ୍ଧି, ଯାହାକି ଆଜି ଆମେମାନେ ପରମେଶ୍ୱରକୁ ବିଶ୍ୱାସ କରୁଛୁ। ଆଜି ବହୁତ ପ୍ରକାର ବିଶ୍ୱାସ ଅଛି ଯାହାକି ପ୍ରିୟ ଲୋକମାନେ ଆଜି ଆମେମାନେ ପରମେଶ୍ୱରକୁ ଜାଣିଛୁ। ସତ୍ୟତା ଆମମାନଙ୍କର ଅଭାବ ଅଛି। ଆଜି ସତ୍ୟ କହୁଛୁ ବୋଲିକି ଆଜି ଆମେ ସତ୍ୟ କହିପାରୁନାହିଁ। ସେଥିପାଇଁ ଆମେ ଯେଉଁମାନେ ପ୍ରିୟ ଲୋକମାନେ ଆଜି ପରମେଶ୍ୱରକୁ ବିଶ୍ୱାସ କରୁଅଛ ସତ୍ୟତା କହିବାର ଅଛି। ସଚେତନ ଥାଉ ଆମର ସତ୍ୟ ସବୁଥିରେ ଆମର ସବୁ କାମ କ୍ଷେତ୍ରରେ ସବୁଦିନେ ସତ୍ୟ କହିବାର ଅଛି। এইটা ହେଉଛି ଗୋଟେ ସଚେତନ ସତ୍ୟ କହିବା ଗୋଟେ ସଚେତନ ସତର୍କ ଭାବରେ ସଚେତନ ରହିବାର ଅଛି। ଯାହାକି ଗୋଟିଏ ଉଦାହରଣ ଦେଉଛି। ଯେତିକି ଆମେ ଟ୍ରେନରେ ଯାତ୍ରା କରୁଅଛୁ, ଟ୍ରେନ ଆଗରେ ଟ୍ରେନ ଯାଉଛି, ଆଗକୁ ଟ୍ରାଫିକ ଷ୍ଟେସନରୁ ଫୋନ୍ କରାଯାଉଛି ରାସ୍ତା କ୍ଲିଅର ଅଛି କି ନାହିଁ, କି କେଉଁଠି ରାସ୍ତା ଅଛି ଗେଟ୍ ପକାଯାଉଛି ଯେତିକି ବସ୍ ଲାଇନ୍ ଯିବା ଲାଗି। ସେଥିପାଇଁ ଆମେ ସତ୍ୟରେ ସଚେତନ ରହିବାର ଅଛି। ସତ୍ୟକୁ ନିଜ ଜୀବନରେ ଲାଗୁ କରିକି ଆମେ କହିବା ପୂର୍ବରୁ ଯେ କାମ କରିବା ଆମକୁ ଦେଖିକି ପରମେଶ୍ୱରକୁ ସେମାନେ ଜାଣିପାରିବେ। ହାଲେଲୁୟା। ବାନ୍ଧି ଧାର୍ମିକତା ଉଡ଼ସନ ପରିଧାନ, ଧାର୍ମିକରେ ଚାଲିବାର ଅଛି। ପ୍ରିୟ ଲୋକମାନେ ଯେଉଁମାନେ ଆଜି ପରମେଶ୍ୱରକୁ ବିଶ୍ୱାସ କରୁଅଛ, ଯେଉଁମାନେ ଆଜି ଯୀଶୁଖ୍ରୀଷ୍ଟକୁ ବିଶ୍ୱାସ ଧାର୍ମିକରେ ପବିତ୍ରରେ ଜୀବନ କାଟିବାର ଅଛି। ଆଜି ସମସ୍ତଙ୍କର ପରମେଶ୍ୱର ବିଷୟରେ ଜ୍ଞାନ ଅଛି, ବହୁତ ପ୍ରକାର ଆରାଧନା, ବହୁତ ପ୍ରକାର ପ୍ଲାନିଂ ଅଛି, କେବଳ ଆମେ ଧାର୍ମିକରେ ପବିତ୍ରରେ ଜୀବନ କାଟିବାର ଅଛି। ବହୁତ ଆମେ ଦୁଃଖିତ ଯାହାକି ଆଜି ପରମେଶ୍ୱରକୁ ଜାଣିଥିଲେ ବି ଯୀଶୁଖ୍ରୀଷ୍ଟ ଜାଣିଥିଲେ ବି ଆଜି ଯେଉଁ ଭଳିଆ କାମ କରୁଅଛନ୍ତି ଯାହାକି ଆମେ ସମାଜ ଆଗରେ ପ୍ରଭୁଙ୍କ ନାମ କହିଲା ଆମକୁ ଦୁଃଖ ଲାଗୁଅଛି। ପ୍ରିୟ ଲୋକମାନେ ଯେଉଁମାନେ ଆଜି ପରମେଶ୍ୱରକୁ ବିଶ୍ୱାସ କରୁଅଛ, ଯୀଶୁଖ୍ରୀଷ୍ଟକୁ ବିଶ୍ୱାସ କରୁଅଛ, କେବଳ ଧାର୍ମିକରେ ପବିତ୍ର ଜୀବନ କାଟନ୍ତୁ। ପବିତ୍ର ଜୀବନ କାଟିଲେ, ଧାର୍ମିକରେ ଜୀବନ କାଟିଲେ ଆପଣ କହିବା ପୂର୍ବରୁ ଆପଣ କହିବେ ଗୋଟେ ସତ୍ୟ ପରମେଶ୍ୱରକୁ ଯେତେବେଳେ ଯୀଶୁଖ୍ରୀଷ୍ଟକୁ ବିଶ୍ୱାସ କଲା, ତାର କଥା କାମ ଧନ୍ଦା ତାର ବ୍ୟବହାର ସବୁ କିଛି ଗୋଟେ ଅଲଗା ହେଇଅଛି। ଗୋଟେ ନୂତନ ତାର ଗୋଟେ ଆମର ସମାଜରେ କି ଆମ ଗ୍ରାମରେ ଗୋଟେ ଅଲଗା ପ୍ରକାର ଅଛି। ଆଜି ମୁଁ ଧନ୍ୟବାଦ ଦେଉଛି ମୋର କିଛି ସାଙ୍ଗମାନଙ୍କୁ, ସେମାନେ ପବିତ୍ର ଜୀବନ କାଟୁଛନ୍ତି। କିଛି ପ୍ରଭୁଙ୍କ ଦାସମାନଙ୍କୁ ଧନ୍ୟବାଦ ଦେଉଛି। କିଛି ଖ୍ରୀଷ୍ଟିଆନ ପରିବାରକୁ ବି ଧନ୍ୟବାଦ ଦେଉଛି। ତାଙ୍କ ଦ୍ୱାରା ପ୍ରଭୁଙ୍କର ମହିମା ହେଉଛି। ଆମେ ପ୍ରଚାର କରିବାରୁ ଆମେ ଧାର୍ମିକରେ ପବିତ୍ରରେ ଜୀବନ କାଟୁନୁ। ନିଜ ଘରେ ନିଜ କାମ କ୍ଷେତ୍ରରେ ସବୁଥିରେ ଆପଣ ଦ୍ୱାରା ପ୍ରଭୁଙ୍କର ମହିମା ହେବ। ହାଲେଲୁୟା। ତାପରେ ଆମେ ଦେଖିବା କଲୋସିଓ 3:12 କ'ଣ ଲେଖା ଦେଖମା ଟିକେ ଆମେ। କଲୋସିଓ 3:12 ଅତଏବ ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘଶନ ପରିଧାନ କର। ଅତଏବ ଈଶ୍ୱରଙ୍କ ମନୋନୀତ ସାଧୁ, ଅତଏବ ଆଜି ଅନେକ ପ୍ରଭୁଙ୍କ ଦ୍ୱାରା ମନୋନୀତ, ଈଶ୍ୱରଙ୍କ ମନୋନୀତ ହେଉଛୁ। ଈଶ୍ୱରକୁ ଆମେ ଈଶ୍ୱରଙ୍କ ପାଖକୁ ଆସିଅଛୁ। ଈଶ୍ୱର ଆମମାନଙ୍କୁ ଆହ୍ୱାନ କରିଅଛନ୍ତି, ଈଶ୍ୱର ଆମମାନଙ୍କୁ ଡାକି ଅଛନ୍ତି। ଆମେ ସାଧୁ ହେବାର ଅଛି, ପବିତ୍ର ଜୀବନ କାଟିବାର ଅଛି, ସଚେତନ ରହିବାର ଅଛି। କିଛି ଲୋକମାନେ ତ ପାର୍ଟି ଭିତରେ ବହୁତ ଜିନିଷ ଖାଉଛନ୍ତି,
ଭାଙ୍ଗ, ଗୁଡ଼ାଖୁ, ବିଭିନ୍ନ ପ୍ରକାର ବିଡ଼ି, ସିଗାରେଟ୍, ପୁଡ଼ିଆ, ବହୁତ ମଦ ଖାଲି ଶରୀରକୁ ଚିକଣ କଲେ ହେବ ନାହିଁ। ଏ ଆମର ମୁଖକୁ, ଆମର ହୃଦୟକୁ ସବୁ ପବିତ୍ର ସାଧୁ ହେବାର ଅଛି। ପ୍ରିୟ ଲୋକମାନେ, ଆମେ ପବିତ୍ର ଜୀବନ କାଟିବାର ଅଛି। ପବିତ୍ରରେ ସାଧୁ ବୋଲି ହେବାର ଅଛି। ଆଇ ଯାହାକି ଯେଉଁମାନେ ସଂସାରିକରେ ଅଛନ୍ତି, ସଂସାରରେ ଅଛନ୍ତି, ସେମାନେ କେତେ ପବିତ୍ରରେ ଚେଷ୍ଟା କରୁଛନ୍ତି ଯେ ଆମେ କେମିତି ପାପରୁ ଉଦ୍ଧାର ପାଇମୁ, ଆମେ କେମିତି ଧାର୍ମିକରେ ଜୀବନ କାଟିମୁ। ଗୋଟିଏ ସମାଜରେ, ଗୋଟିଏ ସଂସାରରେ ଯଦି ଆମେ ପରମେଶ୍ୱରକୁ ବିଶ୍ୱାସ କରୁଛୁ, ଆମେ ଅଧିକ ସାଧୁରେ ପବିତ୍ର ଜୀବନ କାଟିବାର ଅଛି। ହାଲେଲୁୟା। ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟରେ, ଆମେ କୋମଳ ହୃଦୟରେ, ନମ୍ରତାରେ, ଯାହାକି କୋମଳ ହୃଦୟ, ଆମେ ଏମିତି ନମ୍ରତା କୋମଳ ହେଲେ ଯାଇକି ଆମେ ଜଣକୁ ଭଲ ରାସ୍ତାକୁ ଆଣିପାରିବା। ଆଜି କୋମଳ ନମ୍ରତା ଆମର ପାଖରେ ନାହିଁ। କ'ଣ କଲା? କୋମଳ ହୃଦୟରେ ନମ୍ରତା ଯାଇ ପୁରା ହୃଦୟ ଖୋଲା ହୃଦୟରେ ଓ ଦୟା ଦେଖାଇବାର ଅଛି। ଆଜି ଆମେ ଦୟା ଦେବା ବୋଲେ ଆଜି କିଛି ଲୋକ ନାହିଁ କି ଆମେ ଦୟା, ଆଜି ବହୁତ ମୁଁ ଦେଖୁଛି ବିଶ୍ୱାସୀମାନଙ୍କୁ, ପ୍ରଭୁଙ୍କୁ ଯେଉଁମାନେ ବିଶ୍ୱାସ କରୁଛ, ପ୍ରିୟ ଲୋକମାନେ, ଆଜି ଦୟା ଦେଲା ବେଳେ କେହି ନାହିଁ। ଆମେ ଦୟା ଦେଖାଇ ପାରୁନାହିଁ, ଦୟା ଦେଇପାରୁନାହିଁ, ଖାଲି କହୁଛୁ କିନ୍ତୁ କରିକି ଦେଖାଇ ପାରୁନାହିଁ। ଜଣେ ଯଦି ଆମର ଉପରେ ବିରୋଧୀ ହେଉଥିଲା, ଜଣେ ଯଦି ଆମକୁ ଆଙ୍ଗୁଠି ଦେଖିଲା, ଆମେ ତାକୁ ଉଲ୍ଟା କହୁଅଛୁ। ଏଇଟା ନାହିଁ କହି ପ୍ରଭୁ ଯୀଶୁ, ଆମେ ଦୟା ଦେଖାଇବାର ଅଛି। ପ୍ରିୟ ଲୋକମାନେ, ଆମେ ଦୟା ଦେଖାଇବାର ଅଛି। ତାପରେ କ'ଣ? ନମ୍ରତା, ସବୁ ଜିନିଷରେ ନମ୍ରତା। ପ୍ରକୃତରେ ଯେଉଁମାନେ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ, ସବୁଥିରେ ନମ୍ରତା। ନମ୍ରତା ଯଦି ଅଛି, ଆପଣମାନଙ୍କ ଦ୍ୱାରା ଅନେକ ମହିମା ହେବ। ଯଦି ନମ୍ରତା ନାହିଁ, କିଛି ଆମେ କରିପାରିବା ନାହିଁ। ପ୍ରଥମରେ ନମ୍ରତା ଓ ମୂର୍ଦ୍ଧତା, ସହିବାର ଅଛି ମୂର୍ଦ୍ଧ ବୋଲି, ଓ ଦୀର୍ଘ ସହିବା, ଦୀର୍ଘ ଧୈର୍ଯ୍ୟ ଧରିବାର ଅଛି। ପରିଧାନ କର, ପରିଧାନ ଆମେ ଧ୍ୟାନ ଦେବାର ଅଛି ବାକ୍ୟକୁ ନିଜ ଜୀବନରେ ଲାଗୁ କରିକି, ଆମମାନଙ୍କୁ ଦେଖିକି ଅନେକ ଲୋକ ପ୍ରଭୁଙ୍କୁ ଜାଣିପାରିବେ। ଆମେ ସଚେତନ ହୋଇକି ଚାଲିବାର ଅଛି। ହାଲେଲୁୟା। ଆଉ ଗୋଟିଏ ବାକ୍ୟ କହିକି ମୁଁ ସମାପ୍ତ କରିବି। ପ୍ରଥମ ପିତର 5:8, ପ୍ରଥମ ପିତର 5:8, ସଚେତନ ହୋଇ ଜାଗ୍ରତ ରୁହ, ତୁମର ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୋଲୁଅଛି। ପ୍ରିୟ ଲୋକମାନେ, ପ୍ରିୟ ମଣ୍ଡଳୀ, ସଚେତନ ହୋଇ ଜାଗ୍ରତ ରୁହ। ସଚେତନ, ବାରମ୍ବାର କହୁଛି ଆଜି, ସଚେତନ ସବୁ କ୍ଷେତ୍ରରେ, ସବୁ ଜିନିଷରେ ଜାଗ୍ରତ ହେବାର ଅଛି। ଆମେ ଯେନ୍ ଘରୁ ବାହାରୁଛୁ, କି ଯେନ୍ ମଣ୍ଡଳୀରୁ ବାହାରୁଛୁ, କି ପ୍ରାର୍ଥନା କରୁ, ଯେନ୍ ରାସ୍ତାରେ ଯାଉ, କାମ କ୍ଷେତ୍ର ଯାଉ, ସବୁଥିରେ ଜାଗ୍ରତବାନ, ସତର୍କତା, ସଚେତନ ରହିବାର ଅଛି। ତୁମର ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ। ବିପକ୍ଷ ଶୈତାନ, ଆଜି ଶୈତାନ ଖୋଜୁଛି ସୁଯୋଗ, କେଉଁଠି ଗ୍ରାସିବ, କେଉଁଠି ବିଚକ୍ଷଣ ଭାଙ୍ଗିଦେବ, ଶୈତାନ ଚିରି ଫାରି ଖାଇଦେବ। ସେଥିପାଇଁ ସାବଧାନ ପ୍ରିୟ ମଣ୍ଡଳୀ, ପ୍ରିୟ ଲୋକମାନଙ୍କୁ ବି କହୁଅଛି, ଜାଗ୍ରତ। ସିଂହ ଗର୍ଜନ କରି କାହାକୁ ଗ୍ରାସିବ। ଆଜି ଶୈତାନ ଖୋଜୁଛି। ଯେତେ ଆମେ ପ୍ରଭୁଙ୍କ ସହିତ ବଢ଼ୁଛୁ, ଯେତେ ଆମେ ପ୍ରାର୍ଥନା କରୁ, ଯେତେ ଆମେ ପ୍ରଭୁଙ୍କ ସହିତ ହେରେ ବର ଶୈତାନ ପଛରୁ ଘିଚିବା ଲାଗି ଚାହୁଁଛି। କିନ୍ତୁ ଆମେ ଜାଗି ରହିକି ସତର୍କ, ସଚେତନ ରହିବାର ଅଛି। ଏହା ଖୋଜି ବୋଲୁଅଛି। କିଏ ବୋଲୁ? ଆଜି ଲୋକମାନେ ନାହିଁ, ଶୈତାନ ଯାମାନେ ଖୋଜୁଅଛି କେଉଁ ଜାଗାରେ ଆଗୁନ ଭାଙ୍ଗିବ, କେଉଁ ଜାଗାରେ ଆଉ ହନ୍ତସନ୍ତ କରିକି ମାରିବ। ସେଥିପାଇଁ ଆମେମାନେ ସତର୍କତା, ସଚେତନ ହୋଇକି ଜୀବନ କାଟିବାର ଅଛି। ଆଜି କେତେ ପ୍ରଭୁଙ୍କ ଠାରୁ ପଳାଉଛନ୍ତି, ପଛକୁ ଫେରି ଯାଉଛନ୍ତି। କ'ଣ ପାଇଁ? ସଚେତନ ହୋଇପାରୁନାହାନ୍ତି।
ହଁ ଆଜି ବାଇବେଲ ବିଷୟରେ ଜ୍ଞାନ ଅଛି, ସବୁ ଜ୍ଞାନ ଅଛି, କିନ୍ତୁ ନିଜ ଜୀବନରେ ଲାଗୁ କରିକି ସତର୍କତାରେ ପବିତ୍ରରେ ଜୀବନ କାଟନ୍ତୁ। ସଚେତନ ଥାଅ ବୋଲୁଛି, ଆମେ ସଚେତନ ରହିଲା କି ପରମେଶ୍ୱର ପାଖରେ ପରମେଶ୍ୱର ଲାଗି ରହିମା। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। हालेलुया, धन्यवाद यीशु। पवित्र परमेश्वर तुम्हें सुंदर समय प्रभु सचेतनता जागृत रहो बापा। पवित्र आत्मा वाक्य मैंने अनेक लोग परिवर्तन वाक्य चलो प्रभु, जागी रही तुम लगी रही पवित्र आत्मा साज। धन्यवाद यीशु प्रभु, प्रार्थना सुन शुद्ध प्रार्थना प्रभु यीशु नाम आमेन। समस्त पे